ପାଞ୍ଚ ସରପଞ୍ଚଙ୍କ ବିରୋଧରେ ଖବର ପ୍ରସାରଣ ଗଜପୁଲି ପ୍ରେସମିଟ୍ କଲେ ସରପଞ୍ଚ ସଂଘ। ଗତ କିଛି ଦିନ ତଳେ ଗଣମାଧ୍ୟମ ଖବର କାଗଜରେ ପ୍ରକାଶ ପାଇଥିଲା ଯେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର 5 ଗୋଟି ପଞ୍ଚାୟତ ସରପଞ୍ଚ ନାମରେ କେନ୍ଦୁପତ୍ର ଦୁର୍ନୀତିକୁ ନେଇ ଏକ ଅଭିଯୋଗ। କେନ୍ଦୁପତ୍ର କ୍ରୟ କରୁଥିବା ମାଲିକଙ୍କ ଠାରୁ 10 ଲକ୍ଷ ଟଙ୍କାରେ ଉତ୍କୋଚ ଦେଇ ଡିଲ୍ କରିଥିବାର ନିନ୍ଦିତ ଓ ପଞ୍ଚାୟତରେ କୌଣସି ବ୍ୟବସାୟୀଙ୍କୁ ରସିଦ ନ ଦେବା ଉପରେ ଖବର କାଗଜରେ ପ୍ରକାଶ ପାଇଥିଲା। ଏହା ଗୁଜବ ଅଟେ ବୋଲି ଆଜି ପ୍ରେସମିଟ୍ କରି କହିଛନ୍ତି ମାଥିଲି ବ୍ଲକର ସରପଞ୍ଚ ସଂଘ ସଭାପତି କାନମ ରାଜୁ ନାୟକ ଏବଂ ଯାହାଙ୍କ ନାମ ଅଭିଯୋଗ କରିଥିବାର ଦର୍ଶାଇଛନ୍ତି ସେ ନିଜେ। ଘନଶ୍ୟାମ ମାଡ଼କାମୀ ମଧ୍ୟ ଏହି ଖବର କାଗଜରେ ବାହାରିଥିବା 10 ଲକ୍ଷର ଡିଲ୍ ଏହା ମିଥ୍ୟା ବା ଗୁଜବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ये जो हमर चारटा पंचायत जो सरपंच भाई माने जो पांचटा पंचायत रो डाकले आज्ञा आपनो माने केंद्र पत्र बिना बेकार मु खाली ओनली फॉर ये कोतापाली पंचायत रो दावेदार थी सेठू पिओ से तो बिसला परे मासेगर मिस्तिलु अवश्य सेफ सुपर दिया नथला कहैतला हमर एप्लीकेशन पड़ो टिके दियो किनवा पई से बोले नहीं एबे टाइम सरला बोले टाइम के सरला किना किना आराम में टाइम सरबो तो साइड ओ चाप में काटी पारबे रूम रे नहीं मैं तो जल्दी गला तो मन हमर न काटे वालो बात दे रे जे लोक पांच मिसले पंचायत जाइया कोन ए काट लेगी नहीं काटने होला ए कोन दुईटा पर्ची कोटाई छी आ कोटाई ने बोला ना हम अपन बोल दे मते 10 12 लोक नै दिबे आज्ञा बोले टाइप रो संदेह जन ताको मु प्रोड्यूस कर देली करे पारे किंतु से केते को संदेह के मिथ्या ताको भी मु दवा ठीक नहीं आ जो बाकी सारी पंचायत को जो मते जोड़ी दै छथि से सारी पंचायत से तो मोर कोन से लीग नै एवं जाई नै ए जो व्यापार करा भाई केवल आप मिसी भी नहीं अपन गवर्नमेंट जा नियम अछि से नियम अनुसार पर्ची काटे दै छी। हां काहे जब जदि मु व्यापार करबे बिना पर्ची रे करबा उचित न से केते टका अपन माने सरपंच वाला दिया है जो पेपर रे प्रसारण ना से 10 लाख बोली कहै छी एटा मिथ्या है अपन এটা से निश्चित भाव में मिथ्या हेतै पारे पता नहीं दुटा पब्लिक पता जो प्रकार है छी लोक भी जानतो से तथ्यटा भूल भटिका है छी। ମୋ ନାଁ ହେଉଛି କାନମ ରାଜୁ ନାୟକ, ମାଥିଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ମାଥିଲି ବ୍ଲକର ସରପଞ୍ଚ ସଂଘର ସଭାପତି। ଆଜି ଯଦି ଅଭିଯୋଗ କରିଛନ୍ତି ସେ ଆମର ଗ୍ରାମ ପଞ୍ଚାୟତ ଆମ ମାଥିଲି ବ୍ଲକର 5 ଗୋଟି ଗ୍ରାମ ପଞ୍ଚାୟତର ଯୋଉଟାକି ସରପଞ୍ଚ ମାନେ 10 ଲକ୍ଷ ଟଙ୍କା ଯଦି କେନ୍ଦୁପତ୍ର ଅନୁଦାନରେ ମାଗିଛନ୍ତି ବୋଲି ସମ୍ପୂର୍ଣ୍ଣ ମିଥ୍ୟା କଥା। ଏଇଟା ଗୋଟେ ସରପଞ୍ଚ ମାନଙ୍କୁ ଅପମାନ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଆମେ ଏ ମିଡ଼ିଆ ବାଲା କହୁଛୁ ଆଉ 10 ଲକ୍ଷ ଟଙ୍କା କୋଉଠି ନେଇଛି କୋଉ ପଞ୍ଚାୟତ ଗୋଟେ କୋତାପାଲି ବାଡାରୀ ପାଙ୍ଗାମ ନାଇଗୁଡା ମେକା ଏବଂ ପାଙ୍ଗାମ ଏ ପଞ୍ଚାୟତରେ 10 ଲକ୍ଷ ଟଙ୍କା କୋଉଠି ଦେଇଛନ୍ତି ସରପଞ୍ଚ ମାନଙ୍କୁ ସେଟା ପ୍ରମାଣ ଦେଖାନ୍ତୁ। ଯୋଉଟାକି ଅପମାନ କରୁଛନ୍ତି ସରପଞ୍ଚ ମାନଙ୍କୁ। ଜଣେ ସରପଞ୍ଚ ଅପମାନ ହେଲେ ବ୍ଲକ ସାରା ସରପଞ୍ଚ ମାନଙ୍କୁ ଅପମାନିତ ହେଉଛି। ସେଥିପାଇଁ ରାଜ୍ୟ ସାରା ବା ଜିଲ୍ଲା ସାରା ମଧ୍ୟ ଅପମାନ ହେଲାଣି। ଏ ସରପଞ୍ଚ ମାନଙ୍କର ଶସ୍ତା ପଡ଼ିଛି ସେଭଳିଆ ଜିନିଷ ଯୋଉଟା ସତ୍ୟ ଅଛି ସେଟା ବାହାର କରାନ୍ତୁ, ଆମେ ମନା ନାହିଁ। ଯୋଉଟାକି ସତ୍ୟ ଥିବ ବୋଲେ ସେ ବାହାର କରା। ଆପଣ ପରିଚୟ ଦେଖନ୍ତୁ ମୋ ନାଁ ହେଉଛି ଗୋବିନ୍ଦ ତ ଆଜିର ମିଡ଼ିଆ ବନ୍ଧୁମାନଙ୍କୁ ମୋର ସର୍ବପ୍ରଥମ ନମସ୍କାର। ଶୁଣନ୍ତୁ ମୁଁ ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି। ଶୁଣନ୍ତୁ ମୁଁ କୋତାପାଲି ନାଇଗୁଡ଼ା ଭଣ୍ଡାରୀ ପାଙ୍ଗାମ ଏବଂ ପାଙ୍ଗାମ ମେଖା ଯେଉଁ ଯାଇକରି ମୁଁ ପରିଧାନ କଲି ତ ସରପଞ୍ଚ ମାନଙ୍କର ଯେଉଁ ନାଁରେ ଏଲିଗେସନ୍ ଆସିଛି ସେ ଏଲିଗେସନ୍ଟା ସମ୍ପୂର୍ଣ୍ଣ ମିଥ୍ୟା। ଯେହେତୁ ଏଇଟା ଗୋଟେ ଆମର ଲୋକାଲିଟି ବେପାରୀ ନାହାନ୍ତି, ଏଇଟା ସମ୍ପୂର୍ଣ୍ଣ ଛତିଶଗଡ଼ିଆ ବେପାରୀ। ତେଣୁକରି ଆମର ଯେଉଁ ଲୋକାଲିଟି ବେପାରୀ ଯଦି ଥାଆନ୍ତେ ତାହେଲେ ଆମର ଯେଉଁ ଆଦିବାସୀ ସରପଞ୍ଚ ଭାଇମାନେ ଅଛନ୍ତି ଏ ପ୍ରକାର ଏଲିଗେସନ୍ ହେଇନଥାନ୍ତା। ତେଣୁ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ଯେଉଁ